ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର 1 ମାସରୁ ଅଧିକ ସମୟ ବିତିଗଲାଣି। ଆକ୍ରମଣ ଏବଂ ଯୁଦ୍ଧବିରତି ସମ୍ପର୍କରେ ଲଗାତାର ପରିବର୍ତ୍ତନଶୀଳ ବୟାନ ଯୋଗୁଁ ରାଷ୍ଟ୍ରପତି ଟ୍ରମ୍ପ ସାରା ବିଶ୍ୱରେ ଉପହାସର ପାତ୍ର ହୋଇଛନ୍ତି। ଏହି ପରିସ୍ଥିତିରେ ଆମେରିକାର ଆନ୍ତର୍ଜାତୀୟ ପ୍ରତିଛବିକୁ ମଧ୍ୟ ପ୍ରଭାବିତ କରୁଛି। ଲୋକମାନେ ଏବେ ଟ୍ରମ୍ପଙ୍କ କଥା ଏବଂ ଦାବିକୁ ଗମ୍ଭୀରତାର ସହିତ ନେବା ବନ୍ଦ କରିଦେଇଛନ୍ତି। ଇରାନ ସହିତ ସଂଘର୍ଷ ମଧ୍ୟରେ ଟ୍ରମ୍ପ ବାରମ୍ବାର ତାଙ୍କ ନିଜ ବକ୍ତବ୍ୟରୁ ପଛକୁ ହଟିଛନ୍ତି। ଫଳସ୍ୱରୂପ ଟ୍ରମ୍ପ ଏବେ ଏହାର ପରିଣାମର ସମ୍ମୁଖୀନ ହେଉଛନ୍ତି। କେବଳ ବିଦେଶୀ ରାଷ୍ଟ୍ର ନୁହେଁ ବରଂ ଆମେରିକୀୟ ରାଜନୈତିକ ନେତା ଏବଂ ସାଧାରଣ ଜନତା ମଧ୍ୟ ଆମେରିକୀୟ ଆଇନ ପ୍ରଣୟନକାରୀମାନେ ଟ୍ରମ୍ପଙ୍କୁ ପାଗଳ ଏବଂ ବିପଜ୍ଜନକ ବ୍ୟକ୍ତି ବୋଲି ଆଖ୍ୟା ଦେଇଛନ୍ତି। ଆମେରିକୀୟ କଂଗ୍ରେସର ସଦସ୍ୟ ଜେକ୍ ଅଚିନକ୍ଲସ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ଇରାନ ବିରୋଧରେ ଆକ୍ରମଣ ନିର୍ଦ୍ଦେଶ ଦେଇ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଆଇନ ପ୍ରଣୟନକାରୀ ଟ୍ରମ୍ପଙ୍କୁ ଇତିହାସର ଏକମାତ୍ର ରାଷ୍ଟ୍ରପତି ଭାବରେ ବର୍ଣ୍ଣନା କରିଛନ୍ତି ଯିଏ ଏକାକୀ ଯୁଦ୍ଧ ଆରମ୍ଭ କରିଛନ୍ତି ଏବଂ ଏହାକୁ ପରାସ୍ତ କରିଛନ୍ତି। ଏହା ବ୍ୟତୀତ ସେନେଟର ବର୍ନି ସାଣ୍ଡର୍ସ ଟ୍ରମ୍ପଙ୍କ ସାମ୍ପ୍ରତିକ ସୋସିଆଲ ମିଡିଆ ପୋଷ୍ଟ ସମ୍ପର୍କରେ ତୀବ୍ର ସମାଲୋଚନା କରିଥିଲେ। ସାଣ୍ଡର୍ସ ସେମାନଙ୍କୁ ଜଣେ ବିପଜ୍ଜନକ ଏବଂ ମାନସିକ ଭାବରେ ଅସ୍ଥିର ବ୍ୟକ୍ତିଙ୍କ ମୂଲ୍ୟହୀନ କଥା ଭାବରେ ବର୍ଣ୍ଣନା କରିଥିଲେ। ଏହା ସହିତ ଡେମୋକ୍ରେଟିକ୍ ନେତା ଏବଂ ସେନେଟର ଚକ୍ ସ୍କୁମର ମନ୍ତବ୍ୟ ଦେଇଥିଲେ ଯେ ଟ୍ରମ୍ପ ପାଗଳ ପରି ସୋସିଆଲ ମିଡିଆରେ ଅଯଥା କଥା କହୁଛନ୍ତି, ଯୁଦ୍ଧ ଅପରାଧର ଧମକ ଦେଉଛନ୍ତି ଏବଂ ଆମେରିକୀୟ ସହଯୋଗୀମାନଙ୍କୁ ଦୂରେଇ ଦେଉଛନ୍ତି। ବ୍ୟୁରୋ ରିପୋର୍ଟ, ନବୀକରଣ ଟିଭି।